ହାଏ ହ୍ୟାଲୋ ପିଲାମାନେ, ଆଜି ଆମେ ସଭ୍ୟ ଜମିଦାର ଚାପ୍ଟରଟି ପଢ଼ିବା। ଏହାକୁ ଲେଖିଛନ୍ତି ଫକୀରମୋହନ ସେନାପତି। ଏ ଦେଖିପାରୁଥିବ ତୁମେ ଫକୀରମୋହନ ସେନାପତିର ଚିତ୍ର। ଏହି ଗଳ୍ପରେ ଇଂରାଜୀ ଶିକ୍ଷାର କୁପ୍ରଭାବ ଏବଂ ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧାନୁକରଣ ବ୍ୟଙ୍ଗ କରାଯାଇଛି। ମାନେ ଇଂରାଜୀ ଶିକ୍ଷା ପଢ଼ିକି କ'ଣ କୁପ୍ରଭାବ ହେଉଛି ତାହା ଏଠି ଇଏ କରାଯାଇଛି। ଫକୀରମୋହନଙ୍କର ଚରିତ ରେବତୀ ହେଉଛି ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ। ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ହେଉଛି ରେବତୀ, ଯାହାକୁ କି ଫକୀରମୋହନ ସେନାପତି ଲେଖିଛନ୍ତି। ତାଙ୍କର ଅନ୍ୟାନ୍ୟ ପ୍ରସିଦ୍ଧ ଉପନ୍ୟାସ ଗୁଡ଼ିକ ହେଉଛି ଛଅମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ। ଏଗୁଡ଼ିକ ବି ଫକୀରମୋହନ ସେନାପତି ଲେଖିଛନ୍ତି। ବାବୁ ବଳରାମ ବଳ ଥିଲେ କଲିକତା ବଡ଼ ବଜାରର ଜଣେ ଗଦିଆନ ମହାଜନ। ବାବୁ ବଳରାମ ବଳ କଲିକତାର ଜଣେ ଚିହ୍ନରା ବ୍ୟବସାୟ। ସେ ଉତ୍କଳ ସମସ୍ତ ବେପାରୀଙ୍କ ମୁଖ୍ୟ ଦଣ୍ଡିଦାର ଥିଲେ। ସେ ସେମାନେ ଉତ୍କଳର ସମସ୍ତ ଦଣ୍ଡିଦାର ମଧ୍ୟରୁ ସେ ଚିହ୍ନରା ଥିଲେ। ସେ ମୁଖ୍ୟ ଦଣ୍ଡିଦାର ଥିଲେ। ସେତେବେଳେ କଲିକତାରୁ ଆମଦାନୀ ହେଉଥିବା ମାଲ ମଧ୍ୟରେ ଧୂଆଁପତ୍ର ସବୁଠାରୁ ପ୍ରଧାନ ଥିଲା। ସେତେବେଳେ ଯେ କଲିକତାରୁ ମାଲ ସବୁ ଆସୁଥିଲା, ସେଥିମଧ୍ୟରୁ ଧୂଆଁପତ୍ର ଅନ୍ୟତମ ଥିଲା। ଓଡ଼ିଶାରେ କଲିକତା ଧୂଆଁପତ୍ରର ନାମ ଥିଲା ବାଲେଶ୍ୱରୀ, କାରଣ ତାହା ବାଲେଶ୍ୱର ବନ୍ଦର ଦେଇ ଆସୁଥିଲା। କ'ଣ ନା, କଲିକତାରୁ ବାଲେଶ୍ୱରକୁ ଧୂଆଁପତ୍ର ଆସୁଥିଲା। ଲୋକମାନେ ବାଲେଶ୍ୱରରୁ ଧୂଆଁପତ୍ର ନେଇ ବିକ୍ରି କରିବା ପାଇଁ ନେଉଥିଲେ। ଲୋକମାନଙ୍କ ଧାରଣା କ'ଣ ଥିଲା, ବାଲେଶ୍ୱରରୁ ଧୂଆଁପତ୍ର ଆସୁଛି, ସେଥିପାଇଁ ଲୋକମାନେ କହୁଥିଲେ ବାଲେଶ୍ୱରୀ ଧୂଆଁପତ୍ର। ଏହାକୁ ଦେଖ, କଲିକତାରୁ ବାଲେଶ୍ୱରକୁ ଧୂଆଁପତ୍ର ଆଉଥିଲା। ତ ବାଲେଶ୍ୱରରୁ ଶଗଡ଼ ସାହାଯ୍ୟରେ ସମସ୍ତେ ଧୂଆଁପତ୍ରକୁ ନେଉଥିଲେ। ଯେ ବାଲେଶ୍ୱରୀ ଲୋକ ଧୂଆଁପତ୍ର କେବେ ଦେଖିନାହାନ୍ତି। ଓଡ଼ିଶାରେ କଲିକତି ଧୂଆଁପତ୍ର ନାମ ଥିଲା ବାଲେଶ୍ୱରୀ। ଆମେ ପଢ଼ିଲି, ଯାଉଛି ବାଲେଶ୍ୱର ବନ୍ଦର ଦେଇ ଆଉଥିଲା, ବାଲେଶ୍ୱର ବନ୍ଦର ଦେଇ ଆସେ। ଧୂଆଁପତ୍ର ଦକ୍ତା କାରବାର ମହାଜନ ମାନଙ୍କ ଗୋଖର ସାପ ଖେଳାଇବା ସହ ସମାନ। ଗୋଖର ସାପ ଖେଳାଇବା ଯେମିତି ବହୁତ କଷ୍ଟକର, ଧୂଆଁପତ୍ର ଦକ୍ତା କାରବାର ମଧ୍ୟ ସେମିତି କଷ୍ଟକର ହୋଇଥାଏ। ବଳରାମ ବାବୁଙ୍କ ଘର ଯାଜପୁର ଅଞ୍ଚଳ। ସେ ଗୋପାଳ ନାମକ ଅନାଥକୁ କଲିକତା ଆଣିଥିଲେ। ବଳରାମ ବାବୁଙ୍କ ଘର ହେଉଛି ଯାଜପୁର ଅଞ୍ଚଳରେ। ସେ ଏକ 10-12 ବର୍ଷର ପିଲା ଗୋପାଳ ନାମକୁ କଲିକତାକୁ ଆଣିଥିଲେ। ଗୋପାଳ ହଜି ଯାଇଥିବା 5ଟା ଆଖପରି ମୋହର ଫେରାଇ ଦେଇ ବଳବାବୁଙ୍କ ବିଶ୍ୱାସଭାଜନ ରହିଥିଲା। ହେଲା, ବଳରାମ ବାବୁଙ୍କର ଯେଉଁ ଆଖପରି ମୋହର 5ଟା ହଜିଥିଲା, ଗୋପାଳ ତାକୁ ଫେରାଇ ଦେବାରୁ ବଳରାମ ବାବୁ ଗୋପାଳକୁ ବହୁତ ବିଶ୍ୱାସ କରି ବସିଥିଲେ। ବାବୁଙ୍କ ବିଶ୍ୱାସ ଥିଲା ଯେ ଗୋପାଳିଆ ଲୋକଙ୍କ ଆଖପରି ମୋହର ମିଳେ ଓ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ବଳରାମ ବାବୁ ଭାବୁଥିଲେ ଯେ ଗୋପାଳିଆ ଲୋକ ହିଁ ଆଖପରି ମୋହର ପାଆନ୍ତି ଓ ଅକପାଳିଆ ଲୋକ ବା ଲକ୍ଷ୍ମୀହୀନ ସେମାନଙ୍କୁ ଆଖପରି ମୋହର କେବେ ମିଳେ ନାହିଁ। ଗଦିରେ ବଳରାମଙ୍କ ମୁଖ୍ୟ ଚାକର ଥିଲା ବିଦିଆ। ମାନେ ଗଦିରେ ମୁଖ୍ୟ ଚାକର ଥିଲା ବିଦିଆ। ବଳରାମ ବାବୁ ବଙ୍ଗଳା ବ୍ରାହ୍ମଣ ହାତରୁ ନ ଖାଇ କେବଳ ଓଡ଼ିଆ ବ୍ରାହ୍ମଣ ହାତରୁ ଖାଉଥିଲେ। ବଳରାମ ବାବୁ କେବେ ବି ବଙ୍ଗାଳୀ ବ୍ରାହ୍ମଣ ହାତରୁ ଖାଉନଥିଲେ। ସେ କେବଳ ଓଡ଼ିଆ ବ୍ରାହ୍ମଣ ହାତରୁ ଖାଉଥିଲେ। ରୋଷେଇଆ ବ୍ରାହ୍ମଣ ଟଙ୍କା ଚୋରି କରି ପଳାଇବା ପରେ ଗୋପାଳ ରନ୍ଧାପଡ଼ା ଆରମ୍ଭ କରିଛି। ତାମାନେ ରୋଷେଇଆ ଯେ ବ୍ରାହ୍ମଣ, ସିଏ ଟଙ୍କା ଚୋରି କରି ପଳାଇ ଯାଇଛି। ଗୋପାଳ ରନ୍ଧାପଡ଼ା କରୁଛି। ବାବୁ ତାକୁ ପଚାରିଲେ, ତୁ ଏମିତି ଭଲ ରନ୍ଧାପଡ଼ା କରିବା କେଉଁଠି ଶିଖିଲୁ? ଗୋପାଳ କହିଲା, ମୁଁ ହେଉଛି ବ୍ରାହ୍ମଣକୁ ଦେଖି ଦେଖି ଶିଖିଯାଇଛି। ଗୋପାଳ ନିଜ ବୁଦ୍ଧି ଓ ପରିଶ୍ରମ ବଳରେ ବେପାରରେ ବଳରାମ ବାବୁଙ୍କ ଡାହାଣ ହାତ ହୋଇଯାଇଛି। ଗୋପାଳ ଏମିତି ତାର ବୁଦ୍ଧି ଅଛି, ସେ ତାର ବୁଦ୍ଧି ହିସାବରେ ବଳରାମ ବାବୁଙ୍କର ଡାହାଣ ହାତ ହୋଇପାରିଛି। ଗଦିରେ ସମସ୍ତେ ଗୋପାଳଙ୍କୁ ସାନ ବାବୁ ଡାକନ୍ତି। ହେଲା, ଗଦିରେ ସମସ୍ତେ ଗୋପାଳକୁ ସାନ ବାବୁ ଏବଂ କାଗଜ ପତ୍ରରେ ଆମର ଗୋପାଳ ଲେଖେ ଗୋପାଳ ଚନ୍ଦ୍ର ମହାପାତ୍ର। ଗୋପାଳ ବେପାରରେ ଅଧିକ ଲାଭ କରାଏ। ମହାଜନ ବଳଙ୍କ ଚାରିପଣା ଅସିଦାର ହୁଏ। ବଳରାମ ବାବୁ ଯଦି ଗୋପାଳଙ୍କ କଥାରେ ବେପାର କରନ୍ତି, ବେଶ 2 ପଇସା ଲାଭ ହୋଇଥାଏ। ବଳରାମ ବାବୁ ଖୁସି ହୋଇ ଗୋପାଳ ପାଇଁ ଗାଁରେ ଏକ ବଡ଼ ତାଲୁକା ଜମିଦାରୀ କିଣିଦେଲେ। ମାନେ ଖୁସି ହେଇଗଲେ, ଆମର ଜମିଦାର ଖୁସି ହୋଇ ତାଙ୍କ ନାଗି କିଣିଦେଲେ। ଆମର ବଳରାମ ବଳ ଖୁସି
ଗୋପାଳ ନିକିନି ଦେଲେ। ଗୋପାଳକୁ ବିବାହ କରି ତାର ପିଲାଛୁଆ ବଢ଼ିଲେ। ଗୋପାଳର ଏକମାତ୍ର ପୁଅର ନାମ ଥିଲା ରାଜୀବ ଲୋଚନ, ଯିଏକି ପିଲାଦିନୁ ଭାରି ଦୁଷ୍ଟ ଥିଲା। ବ୍ୟବସାୟ ପରିବାର କ୍ରମ ବିକାଶ। ବାବୁ ବଳରାମ ବଳ ପ୍ରତିଷ୍ଠାତା ଥିଲେ। ତାପରେ ଗୋପାଳ ଚନ୍ଦ୍ର ମହାପାତ୍ର ସେ ଉନ୍ନତି କଲା। ଦେଖ ତାପରେ କେମିତି ରାଜୀବ ଲୋଚନ ତାଙ୍କର ପୁତ୍ର କେମିତି ପତନ କରୁଛି। ଏ ଫଟୋରେ ଦେଖିପାରୁଥିବ, ଏ ହେଉଛି ଆମର ବାବୁ ବଳରାମ ବଳ, ଆକବରୀ ମୋହର ଫେରାଉଥିବା ଲୋକ ଗୋପାଳ ଚନ୍ଦ୍ର ମହାପାତ୍ର। ଆଜି ପାଇଁ ଏତିକି, ଆମେ ଆଉ ନେକ୍ସଟ ଭିଡ଼ିଓରେ ଦେଖିବା। ଥ୍ୟାଙ୍କ ୟୁ ଫର୍ ୱାଚିଂ।